କାନ୍ଦୁଛନ୍ତି ଅପରାଜିତା ମହାନ୍ତି ଆଉ କହୁଛନ୍ତି, ବାବୁସାନ ତୁ ତ ବାପାଙ୍କୁ ଯେତେ ଜଲ୍ଦି ସମ୍ଭବ ଭଲ କରି ଫେରାଇ ଆଣ, ସେ ଜଲ୍ଦି ସୁସ୍ଥ ହୋଇଯିବେ। ଉତ୍ତମ ମହାନ୍ତି ଏବେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା। ସ୍ୱାସ୍ଥ୍ୟାବସ୍ଥାରେ କ'ଣ ସୁଧାର ଆସିଲାଣି? ଉତ୍ତମ ମହାନ୍ତିଙ୍କର ପୁଅ ବାବୁସାନ ମହାନ୍ତି ସ୍ୱାସ୍ଥ୍ୟାବସ୍ଥାକୁ ନେଇ କ'ଣ ସବୁ ଅପଡେଟ୍ ଦେଇଛନ୍ତି? ବର୍ତ୍ତମାନ ସମୟରେ ଉତ୍ତମ ମହାନ୍ତିଙ୍କର ସ୍ୱାସ୍ଥ୍ୟାବସ୍ଥା କେମିତି? ସାରା ଓଡ଼ିଶାବାସୀଙ୍କୁ ଅପରାଜିତା ମହାନ୍ତି କ'ଣ ସବୁ କହିଛନ୍ତି? ଉତ୍ତମ ମହାନ୍ତି ଏବେ କେମିତି ଅଛନ୍ତି? ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଅଛନ୍ତି ଉତ୍ତମ ମହାନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ କେମିତି ସମସ୍ତଙ୍କର ଯେଉଁ ସମ୍ପର୍କରେ ଜାଣିବା ପାଇଁ ଆଗ୍ରହ ରହିଛି। ବିଶେଷ କରି ଆଜି ସକାଳେ ଯେତେବେଳେ କି ସମସ୍ତେ ଅପେକ୍ଷା କରି ରହିଛନ୍ତି ଯେ ଉତ୍ତମ ମହାନ୍ତିଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ କେମିତି, ଦିଲ୍ଲୀରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କିଛି ସୁଧାର ଆସିଛି କି ନାହିଁ। ଦର୍ଶକ ବନ୍ଧୁ, ବର୍ତ୍ତମାନ ସମୟର ରିପୋର୍ଟ ମୁତାବକ ଉତ୍ତମ ମହାନ୍ତିଙ୍କୁ ବର୍ତ୍ତମାନ ସମୟରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିନି ସତ ହେଲେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସ୍ଥିରତା ଆସିଯାଇଛି। ବର୍ତ୍ତମାନ ସମୟରେ ଷ୍ଟେବୁଲ ଅଛନ୍ତି ସେ, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଆଉ ବିଗୁଡ଼ୁନି। ସାରା ଓଡ଼ିଶାବାସୀଙ୍କର ଭରସା ରହିଛି ଯେ ଉତ୍ତମ ମହାନ୍ତି ବହୁତ ଜଲ୍ଦି ସୁସ୍ଥ ହୋଇ ପୁଣି ଓଡ଼ିଶା ଫେରିବେ। ବାବୁସାନ ମଧ୍ୟ ଆଜି ସନ୍ଧ୍ୟା ସୁଦ୍ଧା ସବୁକିଛି ଉପରେ ଟେକ୍ନିକ୍ ଅପଡେଟ୍ ଦେବେ ଯେ ତାଙ୍କର ବାପାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ କେମିତି ଅଛି ଏବଂ ତାଙ୍କର ଆଗାମୀ ଷ୍ଟେପ୍ କ'ଣ ରହିବ।